ସମସ୍ତଙ୍କୁ ସାଦର ପ୍ରଣାମ। ଜୟ ଶ୍ରୀ ଜଗନ୍ନାଥ। ଆଜିର ବ୍ୟକ୍ତିତ୍ୱ ପରିଚୟରେ ଅଭିନେତ୍ରୀ ମଣିମାଳା ଦେବୀ। ମଞ୍ଚରତ୍ନ ମଣିମାଳା ଦେବୀଙ୍କ ଜନ୍ମ 1931 ମସିହା ଜୁନ୍ 19 ତାରିଖରେ। ଏକ ସମୟରେ ଲୋକେ ତାଙ୍କୁ ଟ୍ରାଜେଡି କୁଇନ୍ ରୂପେ ଚିହ୍ନୁଥିଲେ। ତାଙ୍କ ଅଭିନୀତ 14ଟି ଚଳଚ୍ଚିତ୍ର ଜାତୀୟ ପୁରସ୍କାର ଲାଭ କରିଥିଲା। ପିଲାଦିନର ଧୂଳିଖେଳ ସରିନଥାଏ। ମାତ୍ର 8-9 ବର୍ଷ ବୟସରେ ଉଭୟ ବାପା ମାଆଙ୍କୁ ହରାଇ ଜୀବନ ଜୀବିକା ପାଇଁ ସଂଘର୍ଷ କରି ଅଭିନୟ ଦୁନିଆରେ ପାଦ ରଖିଥିଲେ ମଣିମାଳା ଦେବୀ। 1945 ମସିହାରେ ଗଠନ ହୋଇଥିଲା ଅନ୍ନପୂର୍ଣ୍ଣା ବି ଗ୍ରୁପ୍। ଗ୍ରୁପ୍ ଗଠନ ହେବା ପରେ ପ୍ରଥମେ ଜଣେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ ମଣିମାଳା। ଅଭିନୟ ବ୍ୟତୀତ ନୃତ୍ୟ ଓ ସଙ୍ଗୀତରେ ମଧ୍ୟ ରୁଚି ରହିଥିଲା ତାଙ୍କର। ପ୍ରାୟ 100ରୁ ଉର୍ଦ୍ଧ୍ୱ ନାଟକରେ ସେ ଛୋଟ ବଡ଼ ଅନେକ ଭୂମିକାରେ ଅଭିନୟ କରିଛନ୍ତି। ତେବେ 1960 ମସିହାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀ ଲୋକନାଥର ମଣିମାଳାଙ୍କର ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଥିଲା, ଯେଉଁଥିରେ ତାଙ୍କର ବଳିଷ୍ଠ ଅଭିନୟ ହେତୁ ଚଳଚ୍ଚିତ୍ରଟି ବିଭିନ୍ନ ମହଲରେ ପ୍ରଶଂସିତ ହେବା ସହିତ ଜାତୀୟ ପୁରସ୍କାର ଲାଭ କରିଥିଲା। ଜୀବନସାଥୀ, ଲକ୍ଷ୍ମୀ, କା, ନୀରବ ଝଡ଼, ଭାଇ ଭାଉଜ, କ୍ଳାନ୍ତ ଅପରାହ୍ନ, କିଛି ସ୍ମୃତି କିଛି ଅନୁଭୂତି ଇତ୍ୟାଦି ପ୍ରାୟ 40ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଲକ୍ଷ କଳାପ୍ରେମୀଙ୍କ ମଣି ସାଜିଥିଲେ ମଣିମାଳା ଦେବୀ। କଳା ପାଇଁ ନିଜର ସାରା ଜୀବନ ଉତ୍ସର୍ଗ କରିଥିବା ମଣିମାଳା ଦେବୀଙ୍କୁ ଶ୍ରେଷ୍ଠ ମଞ୍ଚ ଅଭିନେତ୍ରୀ ଭାବେ ପ୍ରଜାତନ୍ତ୍ର ପ୍ରଚାର ସମିତି ପୁରସ୍କାର, ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଉତ୍କଳ ପାଠକ ସଂସଦ ପୁରସ୍କାର, ଶ୍ରୀ ଲୋକନାଥ ଚଳଚ୍ଚିତ୍ର ନିମନ୍ତେ ରାଷ୍ଟ୍ରପତି ପୁରସ୍କାର ଏବଂ ରାଜ୍ୟ ଚଳଚ୍ଚିତ୍ର ନିଗମ ପକ୍ଷରୁ ସମ୍ମାନିତ ହେବା ସହିତ 2000 ମସିହାରେ ଜୟଦେବ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଧନ୍ୟବାଦ। ଜୟ ଜଗନ୍ନାଥ।